ଅମର୍ଦା ରୋଡ ନଟାକଟା ପଞ୍ଚାୟତ ସ୍ଥିତ ୟୁନାଇଟେଡ୍ କଲଚରାଲ ଏଣ୍ଡ ସ୍ପୋର୍ଟସ୍ ଆସୋସିଏସନର 33ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏସୋସିଏସନର ସଭାପତି ସାଫଲ୍ୟ କୁମାର ନନ୍ଦୀ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଶ୍ରୀକାନ୍ତ ଚନ୍ଦ୍ର ପାତ୍ର, ମୁଖ୍ୟ ବକ୍ତା ଭାବେ ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଲକ୍ଷ୍ମୀକାନ୍ତ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଡକ୍ଟର ଜନାର୍ଦ୍ଦନ ବେହେରା, ଶ୍ୟାମଚରଣ ଦାସ, ଏସୋସିଏସନର ସମ୍ପାଦକ ଉମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ପ୍ରଥମେ ଅତିଥିମାନଙ୍କୁ ପୂଜ୍ୟପୂଜା, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିବା ବେଳେ ମଞ୍ଚ ପରିଚାଳନା ତପନ କୁମାର ମିଶ୍ର କରିଥିଲେ। ଅଧ୍ୟାପକ ସନ୍ତୋଷ କୁମାର ଗିରି ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଭିନ୍ନ କଳା, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା 24 ଏବଂ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ପାଇଁ 8 ଜଣଙ୍କୁ ପୁରସ୍କାର ରାଶି ଓ ମାନପତ୍ର ପ୍ରଦାନ ଅତିଥିମାନଙ୍କ ଦ୍ୱାରା କରାଯାଇଥିଲା। ଅନୁଷ୍ଠାନର ମୁଖ୍ୟ ରାଜକିଶୋର ମହାନ୍ତି ଓ ଅବସରପ୍ରାପ୍ତ ଅଧ୍ୟକ୍ଷ ରସିକାନନ୍ଦ ମହାନ୍ତି କ୍ୟାରମ୍ ପ୍ରତିଯୋଗିତାରେ ଚମ୍ପିଆନ ଅଶ୍ରୁମୋଚନ ଦେ, ରଞ୍ଜନ କୁମାର ପାତ୍ରଙ୍କୁ ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା। ବସ୍ତାରୁ ଶିରିଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।